ଶୁକ କହିଲେ, ରାଜନ୍, ତୁମେ ସତ୍ୟ କହିଛ। ରାକ୍ଷସ ପ୍ରକୃତିର କଂସ, ଜରାସନ୍ଧ, ଶିଶୁପାଳ, ଶଲ୍ୟ ଆଦି ଲୋକେ କୃଷ୍ଣଙ୍କ ଶକ୍ତି ସାମର୍ଥ୍ୟ ନେତ୍ରରେ ଦେଖିଥିଲେ ସୁଦ୍ଧା ସେ ଜଣେ ଗାଈଆଳ ବାଳକ କେବଳ ବୋଲି ସବୁବେଳେ ସେମାନଙ୍କ କାନରେ ପଡ଼ିଥିବାରୁ ଦେଖିଥିବା କଥା ଭୁଲିଯାଇ ଆକାଶବାଣୀ କଥା ସର୍ବଦା ମନନ କରି ଶେଷରେ ପ୍ରାଣ ହରାଇଥିଲେ। ପ୍ରତିଦିନ ଦୂତମାନଙ୍କ ମୁଖରୁ ଭଗବାନ କୃଷ୍ଣଙ୍କ ଅଲୌକିକ ଆଚରଣ ଓ ଅଦ୍ଭୁତ ଶକ୍ତିର ବୃତ୍ତାନ୍ତ ଶୁଣୁଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ନ ଦେଇ କୃଷ୍ଣଙ୍କୁ ଜଣେ ସାଧାରଣ ମାନବ ବୋଲି ସେମାନେ ଯେ ଭାବୁଥିଲେ, ସେମାନଙ୍କୁ ଅଭିଶପ୍ତ କହିବା ଛଡ଼ା ଆଉ କ'ଣ କହିବା? ତାହା ସେମାନଙ୍କ ପାପକର୍ମର ଫଳ। ଗୋପାଳ ଲୋକପାଳକ ଗାଈଆଳ ବାଳକ ନୁହନ୍ତି, ରୂପରେ ଜଣେ ମାନବକାର ବାଳକ ସିନା, ଜ୍ଞାନଶକ୍ତି ଦିଗରୁ ଅଦ୍ୱିତୀୟ, ମୁକ୍ତି ତାଙ୍କର କରଗତ, ଜୀବର ଭବବନ୍ଧନ ମୁକ୍ତ କରିବାରେ ସମ୍ପୂର୍ଣ୍ଣ ସମର୍ଥ, ସେ ସ୍ୱୟଂ ନାରାୟଣ। ଶୁକଙ୍କ ବଚନରେ ସନ୍ତୁଷ୍ଟ ପରୀକ୍ଷିତ କହିଲେ, ମୋର ପିତାମହମାନେ କୃଷ୍ଣଙ୍କ ସଙ୍ଗେ ମିଳିମିଶି ଦିବ୍ୟାନନ୍ଦ ଲାଭ କରୁଥିଲେ, ତାହା ସେମାନଙ୍କର ପରମ ସୌଭାଗ୍ୟ। ସେମାନଙ୍କର ସୌଭାଗ୍ୟର କଥା ସ୍ୱଳ୍ପରେ ସୁଦ୍ଧା ଶୁଣିବା ପାଇଁ ଆପଣ ମୋତେ ଯେଉଁ ସୁଯୋଗ ଦେଲେ, ତାହା ମୋର ପରମ ସୌଭାଗ୍ୟ। ସେମାନଙ୍କର ପୁଣ୍ୟ ଫଳ ଯୋଗୁଁ କେବଳ ଆପଣଙ୍କ ଭଳି ମହାଋଷିଙ୍କ ପବିତ୍ର ମୁଖରୁ ମାଧବଙ୍କ ଲୀଳା ଚରିତ ଶ୍ରବଣ କରିବା ସୌଭାଗ୍ୟ ମୋର ଲାଭ ହେଲା। ତା ନହେଲେ ଏହା କ'ଣ ସାଧାରଣ ଲୋକଙ୍କୁ ପ୍ରାପ୍ତ ହେବାର କଥା? ନେତ୍ରର ଆନନ୍ଦାଶ୍ରୁ ପୋଛି କର ଯୋଡ଼ି ଶୁକ ମହର୍ଷିଙ୍କ ଆନନ୍ଦିତ ବଦନକୁ ଚାହିଁ ପରୀକ୍ଷିତ କହିଲେ, ପ୍ରଭୁ, କୃଷ୍ଣ କାଳିୟମର୍ଦ୍ଦନ କରିଥିଲେ ବୋଲି ଶୁଣିଛି, ତାର ଅନ୍ତରାର୍ଥ କ'ଣ? ସେହି କାର୍ଯ୍ୟକଳାପ ପ୍ରଜାଙ୍କ ଉପରେ କି ପ୍ରଭାବ ପକାଇଥିଲା ଏବଂ ସେଥିର ମହତ୍ଵ କ'ଣ ମୋତେ ଜଣାଇ ମୋର ସଂଶୟ ଦୂର କରନ୍ତୁ। ଶୁକ କହିଲେ, ଲୀଳା ମାନୁଷ ବିଗ୍ରହ ସେହି ମୁରଲୀ ମନୋହର ଶ୍ରୀକୃଷ୍ଣ କ୍ରମଶଃ ବର୍ଦ୍ଧିତ ହୋଇ ପଞ୍ଚମ ବର୍ଷରେ ପାଦ ଦେଲେ। ତାଙ୍କର ଲୀଳା ତାଙ୍କ ଛଡ଼ା ଆଉ କାହାର ବୁଝିବା ସାଧ୍ୟ ନାହିଁ। କୌଣସି ବିଷୟରେ ହେଲେ ସେ ଆଗରୁ କିମ୍ବା ପଛରେ କାହାକୁ କିଛି କହିନଥାନ୍ତି। କୌଣସି ଘଟଣା ଦେଖିକରି ଜାଣିବା କଥା ସିନା, ସେପରି ଘଟିବ ବୋଲି ଆଗରୁ କଳ୍ପନା କରିବା କାହା ପକ୍ଷରେ ସମ୍ଭବ ନୁହେଁ। ଦିନେ କ'ଣ ସେ ଭାବିଲେ କେଜାଣି, ପ୍ରତିଦିନ ଭଳି ମା ବାପାଙ୍କୁ ନ କହି କିମ୍ବା ଭାଇ ବଳରାମଙ୍କୁ ସାଙ୍ଗରେ ନ ନେଇ ଅତି ରହସ୍ୟପୂର୍ଣ୍ଣ ଭାବରେ ଗୋଷ୍ଠ ଓ ଗୋପାଳ ବାଳକଙ୍କ ସଙ୍ଗେ ଯମୁନା ନଦୀ ତୀରରେ ପହଞ୍ଚିଲେ। ତାଙ୍କର ଦୃଷ୍ଟି ଥିଲା ଯମୁନା ନଦୀର ଗୋଟାଏ ଆବର୍ତ୍ତ ଉପରେ। ସେହି ଆବର୍ତ୍ତ କଥା ବଡ଼ ବିଚିତ୍ର। ସାଧାରଣ ଆବର୍ତ୍ତରେ ଜଳ ସାମାନ୍ୟ ମଳିନ ରହିବା ସ୍ୱାଭାବିକ, କିନ୍ତୁ କଥିତ ଆବର୍ତ୍ତର ଜଳ ଥିଲା ନୀଳବର୍ଣ୍ଣ ଏବଂ ତାହା ଏତେ ଉତ୍ତପ୍ତ ହୋଇ ଫୁଟୁଥାଏ ଯେ ସେଥିରେ ହାତ ଦେଲେ ହାତ ଫୋଟକା ହୋଇଯାଏ। ଟକର ମକର ହୋଇ ସେହି ଜଳ ଫୁଟିଲା ବେଳେ ତାର ବାଷ୍ପ ଖୁବ୍ ଉଚ୍ଚକୁ ଉଠି ଚାରିଆଡ଼େ ବ୍ୟାପିଥାଏ। ସେହି ବାଷ୍ପ ନିଶ୍ୱାସରେ ଲାଗିଲେ ପ୍ରାଣୀମାନଙ୍କ ପ୍ରାଣବାୟୁ ସଙ୍ଗେ ସଙ୍ଗେ ଉଡ଼ି ଯାଇଥାଏ। ସେହି ଆବର୍ତ୍ତ ସମସ୍ତଙ୍କ ପକ୍ଷରେ ଥିଲା ବଡ଼ ବିସ୍ମୟକର ଓ ବିପଜ୍ଜନକ। ଆବର୍ତ୍ତ ଉପରେ ଉଡ଼ିବା ପକ୍ଷୀ ସେହି ଗରମ ବାୟୁ ନିଶ୍ୱାସ ନେଇ କ୍ଷଣକରେ ଡେଣା ଫଡ଼ଫଡ଼ କରି ସେହି ଆବର୍ତ୍ତ ଭିତରେ ମରି ପଡ଼ନ୍ତି ଓ ଉତ୍ତପ୍ତ ଜଳରେ ସିଝି ଯାଆନ୍ତି। ଏହି ବିଚିତ୍ର ବିଷୟ ବ୍ରଜବାସୀମାନେ ଭଲ ଭାବରେ ଜାଣିଥିବାରୁ କେହି ହେଲେ ସେହି ଆବର୍ତ୍ତ ଆଖପାଖକୁ ଯାଉନଥିଲେ କି ସେମାନଙ୍କର ପିଲାମାନଙ୍କୁ ଗାଈ ଗୋରୁଙ୍କୁ ସେଆଡ଼େ ଯିବାକୁ ନ ଦେଇ ବଡ଼ ସାବଧାନରେ ଚଳୁଥିଲେ। ସେଦିନ ସେଆଡ଼େ ଯିବା ପାଇଁ ଗୋପାଳ ବାଳକମାନେ କେତେ ମନା କଲେ ମଧ୍ୟ ସେଠାକୁ ସେ ଅବଶ୍ୟ ଯିବେ ବୋଲି କୃଷ୍ଣ ଜିଦ୍ କରିଥିଲେ। ଗୋପାଳ ବାଳକମାନେ ଅଟକାଇବା ଉଦ୍ଦେଶ୍ୟରେ ତାଙ୍କୁ ଭିଡ଼ି ଧରିଥିଲେ, କିନ୍ତୁ ସେମାନଙ୍କ ହାତରୁ ଖସିଯାଇ ସେ କ୍ଷିପ୍ର ପଦରେ ସେଆଡ଼କୁ ଯାଉଥିଲେ। ବାଳକମାନଙ୍କ ଭିତରେ ଭାଳେଣି ପଡ଼ିଥିଲା, ଆବର୍ତ୍ତର ହାଉ ଯଦି ଏତେ ବିଷାକ୍ତ, ସେହି ଜଳ କେତେ ବିଷାକ୍ତ ହୋଇନଥିବ। କିନ୍ତୁ ଉପାୟ କ'ଣ? କାହାର ଶାସନ ମାନିବା ଅଭ୍ୟାସ କୃଷ୍ଣଙ୍କର ନାହିଁ। କୋମଳରେ କହିଲେ ତ ଶୁଣିବେ ନାହିଁ, ସେମାନେ କେବଳ ଅବାକ୍ ହୋଇ ଚାହିଁଥାନ୍ତି। ଇତିମଧ୍ୟରେ
କୃଷ୍ଣ ସେଠାରେ ପହଞ୍ଚି ନଦୀବନ୍ଧ ଉପରେ ତାଙ୍କର ପୋଷାକ ଉତାରିଲେ। ଗୋଟିଏ ଗଛ ଉପରକୁ ଉଠି ସେଦିନ ସେହି ଜଳରେ ସେ ସନ୍ତରଣ କରିବେ ବୋଲି ଆବର୍ତ୍ତ ଭିତରକୁ ଲମ୍ଫ ଦେଲେ। ଉଚ୍ଚ ସ୍ଥାନରୁ ଗଭୀର ଜଳ ଭିତରକୁ ଲମ୍ଫ ଦେବା ଫଳରେ କୃଷ୍ଣଙ୍କ ଶରୀର ବହୁତ ଗଭୀରକୁ ଚାଲି ଯାଇଥିଲା ଏବଂ କେତେ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଉପରକୁ ଭାସି ଉଠୁନଥିବା ଦେଖି ବାଳକମାନେ ଆବର୍ତ୍ତର ଚାରିପଟେ ନିରାପଦ ଦୂରରେ ରହି କୃଷ୍ଣ କୃଷ୍ଣ ବୋଲି ଆର୍ତ୍ତସ୍ୱରରେ ଚିତ୍କାର କରିଥିଲେ। ଗୋପୀନାଥ ଶେଷରେ ଜଳ ଉପରକୁ ଉଠି ଆବର୍ତ୍ତ ଜଳ ବିକ୍ଷୁବ୍ଧ କରି ଚକ୍ରାକାରରେ ସନ୍ତରଣ କରିଥିଲେ। କିନ୍ତୁ ବାଳକମାନେ ଯାହା ଦେଖିଲେ ସେଥିରେ ସେମାନଙ୍କ ଛାତି କମ୍ପିତ ହୋଇଥିଲା। ଗୋଟିଏ ବିଶାଳକାୟ ସର୍ପ ବିଷ ଉଦ୍ଗାର କରି କୃଷ୍ଣଙ୍କୁ ଗ୍ରାସ କରିବା ପାଇଁ ତାଙ୍କ ପଛେ ପଛେ ଗୋଡ଼ାଇଛି। ତାର କ୍ରୁଦ୍ଧ ଆଖି ଦୁଇଟା ଜଳନ୍ତା ଅଙ୍ଗାର ଭଳି ଚମକୁଥାଏ। ବାଳକମାନେ ସମ୍ଭାଳି ନ ପାରି କୃଷ୍ଣ ବନ୍ଧ ଉପରକୁ ଉଠି ଆସ ବୋଲି କୋଳାହଳ କରୁଥାନ୍ତି। ସେମାନଙ୍କର କାତର ଡାକ ତାଙ୍କର କାନରେ ପଡ଼ିନି। ସେପରି ଅଭିନୟ କରିଥିଲେ ଗୋପୀନାଥ। ବିଚିତ୍ର ଭାବରେ ତାଙ୍କର ଉଲ୍ଲାସ ପ୍ରକାଶ କରିବାକୁ ଯାଇ ସେ ସର୍ପର ଲାଞ୍ଜ ଭିଡ଼ି ଧରିଲେ। ଆଗରେ କୃଷ୍ଣ, ପଛରେ ସର୍ପ। ଉଭୟର କେଳିରେ ଆବର୍ତ୍ତ ଜଳରେ ଉଚ୍ଚ ତରଙ୍ଗ ଉଠୁଥାଏ। ସେହି ତରଙ୍ଗ ସଙ୍ଗେ ଉଭୟ ଉଠୁଥାନ୍ତି ପଡ଼ୁଥାନ୍ତି। ଏପରି କିଛି ସମୟ ଅତିବାହିତ ହେଲା ପରେ ସର୍ପ କୃଷ୍ଣଙ୍କୁ ଗୁଡ଼ାଇ ପକାଇଥିବା ବାଳକମାନେ ଦେଖିବାକୁ ପାଇଲେ। ସର୍ପ ବନ୍ଧନରେ କୃଷ୍ଣଙ୍କ ପ୍ରାଣ ଯିବା ସୁନିଶ୍ଚିତ ମନେକରି ସେମାନେ ଗ୍ରାମକୁ ଦୌଡ଼ି ଯାଇ କାନ୍ଦି କାନ୍ଦି ସବୁ ବିଷୟ ନନ୍ଦ ଯଶୋଦାଙ୍କୁ ଜଣାଇଥିଲେ। ବାଳକଙ୍କ ମୁହଁର କଥା ବ୍ରଜମଣ୍ଡଳରେ ମୁହୂର୍ତ୍ତକରେ ଚହଟିଗଲା। ସେମାନଙ୍କୁ ଆଉ ସମ୍ଭାଳେ କିଏ? ନନ୍ଦ ଯଶୋଦା ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା କୃଷ୍ଣଙ୍କୁ କି ବିପଦ ପଡ଼ିଲା ବୋଲି ଛାଣି ହୋଇ ସେହି ଆବର୍ତ୍ତ ନିକଟରେ ପହଞ୍ଚି ଯାଇଥିଲେ। ସେଦିନ କୃଷ୍ଣଙ୍କ ସଙ୍ଗେ ତ ବଳରାମ ଯାଇନଥାନ୍ତି। ସେ ଜାଣନ୍ତି କୃଷ୍ଣଙ୍କ ବଳ କୌଶଳ କଥା। କୃଷ୍ଣଙ୍କୁ କୌଣସି ବିପଦ ବିପନ୍ନ କରି ନପାରେ ବୋଲି ସେ ନନ୍ଦ ଯଶୋଦାଙ୍କୁ ସାନ୍ତ୍ୱନା ଦେଇ ସମସ୍ତଙ୍କ ସଙ୍ଗେ ଚାଲିଥାନ୍ତି। ଯମୁନା ପୁଳିନରେ ଲୋକେ ହାଉଯାଉ ହେଉଥାନ୍ତି। ଯେଉଁଆଡ଼େ କାନ ଦେଲେ କେବଳ କୃଷ୍ଣ କୃଷ୍ଣ କାନ୍ଦଣା ସ୍ୱର। ସର୍ପ ବନ୍ଧନରେ କୃଷ୍ଣଙ୍କୁ ଦେଖି କେତେ ଅଚେତ ହୋଇଯାଇଥିଲେ। କି ଭୟଙ୍କର ସେ ଦୃଶ୍ୟ! କୃଷ୍ଣଙ୍କୁ ବନ୍ଧନ କରି ମହାସର୍ପ ବିଷାଗ୍ନି ଉଦ୍ଗାର କରୁଥାଏ। ଆବର୍ତ୍ତର ନୀଳ ଜଳ ରକ୍ତବର୍ଣ୍ଣ ହୋଇଗଲା। ସେହି ଉତ୍ତପ୍ତ ଜଳରେ ଉଭୟେ ପଡ଼ା ଉଠା ହେଉଥିବା ଦେଖି ନନ୍ଦ ଯଶୋଦା ଓ କେତେ ଗୋପିକା ଅଜ୍ଞାନ ହୋଇଯାଇଥିଲେ। ଅନ୍ୟ କେତେଜଣ ଶୁଶ୍ରୂଷା କରି ସେମାନଙ୍କର ସମ୍ବିତ ଫେରାଇ ଆଣିଥିଲେ। ମୋ ସଂଖାଳି, ତୋତେ ବିପଦ କୁଆଡ଼ୁ ଆଇଲାରେ ବୋଲି ଯଶୋଦା ମୁଣ୍ଡ କୋଡ଼ି ବଡ଼ ବିକଳରେ ରୋଦନ କରୁଥାନ୍ତି। ସେମାନଙ୍କୁ ପଛେ ଗ୍ରାସ କରି କୃଷ୍ଣଙ୍କୁ ଛାଡ଼ି ଦିଅନ୍ତା କି ବୋଲି କେତେ ବ୍ରଜବାସୀ ରୋଦନ କରୁଥାନ୍ତି। କେତେଜଣ ଗୋପୀ କୃଷ୍ଣଙ୍କୁ ରକ୍ଷା କରିବା ପାଇଁ ସେ ଆବର୍ତ୍ତ ଜଳରେ ଝାମ୍ପି ପଡ଼ିବା ପାଇଁ ସଜ ହେଉଥିଲେ। ସେମାନେ ଭାବୁଥିଲେ ସେମାନଙ୍କୁ ଗ୍ରାସ କରିବାକୁ ପାଇ ସର୍ପ କୃଷ୍ଣଙ୍କୁ ଛାଡ଼ିଦେବ। କୃଷ୍ଣଙ୍କର କୌଣସି ଅନିଷ୍ଟ ହୋଇ ନପାରେ ବୋଲି ସାନ୍ତ୍ୱନା ଦେଇ ବଳରାମ ସେମାନଙ୍କୁ ସେପରି ଦୁଃସାହସିକ କର୍ମରୁ ନିବର୍ତ୍ତାଇଥିଲେ ଏବଂ ସର୍ପକୁ ଉଚିତ ପ୍ରତିଫଳ ଦେଇ ଚଞ୍ଚଳ ବନ୍ଧ ଉପରକୁ ଉଠି ଆସିବା ପାଇଁ ଉଚ୍ଚ ସ୍ୱରରେ କୃଷ୍ଣଙ୍କୁ କହିଥିଲେ। କୃଷ୍ଣଙ୍କ କ୍ଷେମରେ ବ୍ରଜମଣ୍ଡଳର କ୍ଷେମ। ସେଥିପାଇଁ କେତେ ଗୋପାଳୁଣୀ କୃଷ୍ଣଙ୍କୁ ସର୍ପ କବଳରୁ ଉଦ୍ଧାର କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। କିନ୍ତୁ ସେମାନଙ୍କ ନିମନ୍ତେ ଈଶ୍ୱର କହିଲେ ତ ଗୋପୀନାଥ କେବଳ। ସୁତରାଂ ସର୍ପ କବଳରୁ ତୁରନ୍ତ ମୁକ୍ତ ହୋଇ ଆସିବାକୁ ସେମାନେ ଆଖି ବୁଜି କୃଷ୍ଣଙ୍କୁ ହିଁ ପ୍ରାର୍ଥନା କରୁଥିଲେ। କ୍ଷଣେ ଆଖି ବୁଜିଥାନ୍ତି ତ କ୍ଷଣେ ପୁଣି ଆଖି ଖୋଲି ଦେଖନ୍ତି କୃଷ୍ଣ ସେମାନଙ୍କର ପ୍ରାର୍ଥନା ଶୁଣି ସର୍ପକୁ ଛିଞ୍ଚାଡ଼ି ସାରିଲେଣି କି ନାହିଁ। ବଡ଼ ବିଚିତ୍ର ସେ ଅନୁରାଗ ଲୀଳା। କୃଷ୍ଣ କଥା କହିଲା ବେଳେ ଶୁକଦେବ ତ ସମସ୍ତ ଲୀଳା ମାନସ ନେତ୍ରରେ ଦେଖୁଥାନ୍ତି। ବେଳେବେଳେ ସେ ନିଜକୁ ସମ୍ଭାଳି ପାରୁନଥାନ୍ତି। ଆବର୍ତ୍ତ ଜଳରେ କୃଷ୍ଣ ଓ ସର୍ପର ସେ ଚିତ୍ର ତାଙ୍କର ଅନ୍ତର ଭିତରୁ ଉଜାଣି ଆସୁଥିବା ଦୁଃଖ, ଆନନ୍ଦ ଓ ଉଦ୍ରେକ ନିବାରଣ କରିନପାରି ହାତରେ ମୁହଁ ଘୋଡ଼ାଇ ମୁଣ୍ଡ ପୋତି ସେ ରହିଥିଲା ବେଳେ ଆଙ୍ଗୁଠି ସନ୍ଧିରେ ତାଙ୍କର ଲୁହ ଗଡ଼ି ଯାଉଥିବାର ଲକ୍ଷ୍ୟ କରି ତ୍ରସ୍ତ ପରୀକ୍ଷିତ ପ୍ରାର୍ଥନା କରିଥିଲେ, ପ୍ରଭୁ, କ'ଣ ଏ ବିଚିତ୍ରତା? ତାପରେ କ'ଣ ହେଲା? ଆପଣଙ୍କୁ ଏପରି ଅଧୀର କଲା ଭଳି ଗୋପୀନାଥ ଆଉ କି ବିପଦର ସମ୍ମୁଖୀନ ହୋଇଥିଲେ ମୋତେ ଚଞ୍ଚଳ କହନ୍ତୁ। ଶୁକଦେବ କଷାୟ ଉତ୍ତରୀୟରେ ଆଖି ପୋଛି କହିଲେ,
ରାଜନ୍, ବିପଦ କିଛି ନୁହେଁ। କ୍ଷଣେ କ୍ଷଣେ ବର୍ଦ୍ଧିତ କୃଷ୍ଣଙ୍କ ଅତିକାୟ ଦେହରୁ ସର୍ପର ବନ୍ଧନ ଫିଟି ଫିଟି ଯାଉଥାଏ। ବାଳୁତ କୃଷ୍ଣଙ୍କ ସେହି ଅସମ୍ଭବ ଆକୃତି ଦେଖି ବ୍ରଜବାସୀମାନେ ଆଚମ୍ବିତ ଓ ଆନନ୍ଦିତ ହୋଇଥିଲେ। ଶେଷରେ କୃଷ୍ଣଙ୍କୁ ଛାଡ଼ି ଗ୍ରାସ କରିପାରିଲା ନାହିଁ ବୋଲି କ୍ରୋଧରେ ବିଷୋଦ୍ଗାର କରି ସର୍ପ କ୍ଳାନ୍ତ ଶରୀରର ଫଣା ତୋଳି କୃଷ୍ଣଙ୍କୁ କାମୁଡ଼ିବା ପାଇଁ ବାରମ୍ବାର ବିଫଳ ପ୍ରୟାସ କରୁଥାଏ। ସେପରି ସମୟରେ କୃଷ୍ଣ ସର୍ପର ଲାଞ୍ଜ ଧରି ଘିରି ଘିରି ବୁଲାଇ ତାକୁ ଜଳ ଉପରେ ପ୍ରଚଣ୍ଡ ଭାବରେ ପିଟିଦେଲେ। ଆହତ ସର୍ପର ବିସ୍ତୃତ ଫଣା ଓ ପୁଚ୍ଛ କେବଳ ଜଳ ଉପରକୁ ଦିଶୁଥାଏ। କୃଷ୍ଣ ତଡ଼ିତ୍ ବେଗରେ ତାର ଫଣା ଉପରକୁ ଲମ୍ଫ ଦେଇ ହାତରେ ତାର ପୁଚ୍ଛାଗ୍ର ଧରି ନାଚିବା ଆରମ୍ଭ କରିଦେଲେ। ତୀରର ବ୍ରଜବାସୀ ଆବର୍ତ୍ତର ସେ ଦୃଶ୍ୟ ଆଉ ସହ୍ୟ କରିପାରୁନଥିଲେ। ଅବସନ୍ନ ସର୍ପର ନାସା ଓ ମୁହଁରୁ ରକ୍ତ ଝରୁଥିଲା। ସେ ଏକ ପ୍ରକାର ରୋଦନ କରୁଥାଏ। ତାର ମୃତ୍ୟୁକାଳ ଆସନ୍ନ ଅନୁମାନ କରି ତୀରର ଲୋକେ ଏକରକମ ଆଶ୍ୱସ୍ତ ହୋଇଥିଲେ। ଆମକୁ ରକ୍ଷା କଲୁ, ତୋର ବି ଗଣ୍ଡ ଗଲା, ବ୍ରଜର ପୁଣ୍ୟ ବଢ଼ିଲା। ଏଥର ବନ୍ଧ ଉପରକୁ ଉଠି ଆସରେ ଧନ ବୋଲି ବାତ୍ସଲ୍ୟ ଭରେ ଗୋପାଳୁଣୀମାନେ ଡାକ ପକାଇଥାନ୍ତି। ଏତିକି ବେଳେ ଜଳ ଭିତରୁ କାଳିଆର ନାଗକାନ୍ତାମାନେ ମୁଣ୍ଡ ଟେକି ଉଠିଥିଲେ। କାନ୍ଦି କାନ୍ଦି ସେମାନେ କୃଷ୍ଣଙ୍କ ପାଦରେ ପଡ଼ି ସ୍ତୁତି କଲେ, ପ୍ରଭୁ, ତୁମେ ଦୁଷ୍ଟ ଦଳନ ନିମନ୍ତେ ଅବତରଣ କରିଛ। କ୍ରୂର ସର୍ପକୁ ଶାସ୍ତି ଦେବାରେ କିଛି ଦୋଷ ନାହିଁ। ତୁମର କର୍ତ୍ତବ୍ୟ ତୁମେ କରିଛ। ଆମ ଭର୍ତ୍ତା କେତେ କ୍ରୂର ହେଲେ ମଧ୍ୟ ତାଙ୍କର ମୁଣ୍ଡରେ ତୁମର ପାଦ ପଡ଼ିବା ଦ୍ୱାରା ତାଙ୍କର ସମସ୍ତ ପାପ ନାଶ ହୋଇଛି। ତାଙ୍କୁ କ୍ଷମା କରି ଆମକୁ ପତିଭିକ୍ଷା ଦେଇ ଭବିଷ୍ୟତରେ ସେ ଯେପରି ଆଉ କ୍ରୂର ଆଚରଣ ନ କରନ୍ତି, ସେଥିଲାଗି ତାଙ୍କୁ ସଦ୍ବୁଦ୍ଧି ଦେଇ ରକ୍ଷା କର। ନାଗ ନାରୀମାନଙ୍କ ସ୍ତୁତିରେ ପ୍ରସନ୍ନ କୃଷ୍ଣ କାଳିୟକୁ ସମ୍ବୋଧନ କରି କହିଲେ, ଆଜିଠାରୁ ତୁ ସାତ୍ୱିକ ଭାବରେ ରହି ଅକାରଣରେ କାହା ପ୍ରତି ହିଂସାଚରଣ କରିବୁ ନାହିଁ। ତୋ ପ୍ରତି ମଧ୍ୟ କେହି ହିଂସାଚରଣ କରିବେ ନାହିଁ। ତୋର ଶିରରେ ମୋର ପାଦଚିହ୍ନ ଦେଖି ଗରୁଡ଼ ମଧ୍ୟ ତୋର ଅନିଷ୍ଟ କରିବ ନାହିଁ। ଏପରି ଭାବରେ ଆଶୀର୍ବାଦ କରି କୃଷ୍ଣ ସର୍ପର ପ୍ରସାରିତ ଫଣା ଉପରୁ ଓହ୍ଲାଇଲେ। ପରୀକ୍ଷିତ କହିଲେ, ମହାନୁଭବ, କୃଷ୍ଣଙ୍କ ମଧୁର ବାଲ୍ୟଲୀଳା କେତେ ଶୁଣିଲେ ହେଲେ ତୃପ୍ତ ଲାଗୁନାହିଁ। ଆଖିରେ ଦେଖିଥିବା ମୋର ପିତାମହମାନେ ସତରେ କେତେ ଭାଗ୍ୟବାନ। ସାଧାରଣ ମାନବ ରୂପରେ ସଞ୍ଚାର କରି ସବୁକିଛି ନିଜ ଭିତରେ ଲୀନ କରିବା ଦିବ୍ୟମୂର୍ତ୍ତି କୃଷ୍ଣମୂର୍ତ୍ତି। ପ୍ରକୃତରେ ଏହି ଶେଷ କେତୋଟି ଦିନରେ ସେହି ଶେଷ ସାଇଙ୍କ ଲୀଳା ଶ୍ରବଣ କରିବାର ସୌଭାଗ୍ୟ ମୋର କେତେ ଜନ୍ମର ସୁକୃତ ଫଳ କିଏ ଜାଣେ। ସେହି ଋଷି ସାପ ମୋର ପାପ ପ୍ରକ୍ଷାଳନ କରୁଛି। ମୋ ପାଇଁ ଏପରି ସଦ୍ ଅବସର ଅନୁଗ୍ରହ କରିଥିବା ସେହି ଋଷିକୁମାରଙ୍କୁ ମୁଁ ପୁନର୍ବାର ସହସ୍ର ପ୍ରଣାମ ନିବେଦନ କରୁଛି। ମରଣ କାଳ ଯେତିକି ନିକଟତର ହେଉଛି, ମୋର ପ୍ରାଣ କୃଷ୍ଣଙ୍କ ମଧୁର ଲୀଳା ରସରେ ବୁଡ଼ି ଯାଉଛି। ଭାବରେ ଉନ୍ମତ୍ତ ମୋର ଚିତ୍ତ ମୋତେ ଉନ୍ମାଦ କଲା ଭଳି ବୋଧ ହେଉଛି। ମୋର ଅନ୍ତର ଭିତରେ କୃଷ୍ଣ ରୂପ ଅଙ୍କିତ ରହିଛି। ଜୀବନର ଅବଶିଷ୍ଟ ଆଉ କେତୋଟି ମୁହୂର୍ତ୍ତ ମୋତେ କୃଷ୍ଣ ରସ ପାନ କରାଇ ମୋର ଜନ୍ମ ଜନ୍ମାନ୍ତରର ତାପ ଶୀତଳ କରନ୍ତୁ। ପରୀକ୍ଷିତଙ୍କ ପ୍ରାର୍ଥନାରେ ଦୟାର୍ଦ୍ର ଚିତ୍ତ କରୁଣା ରସରେ ରସାୟିତ ପ୍ରେମିକ ଋଷି ଶୁକଦେବ କହିଲେ, ରାଜନ୍, ମୋ ପାଖରୁ ଆଉ କ'ଣ ଶୁଣିବାକୁ ଚାହୁଁଛ? ଯୁଗ ଯୁଗ ଧରି କହିଲେ ମଧ୍ୟ କୃଷ୍ଣଙ୍କ କଥା ଶେଷ ହେବାର ନୁହେଁ। ଆଉ କେତୋଟି ଘଣ୍ଟାରେ ତାହା ଶେଷ କରିବା ମୋର ସାଧ୍ୟର ଅତୀତ। ଶୁକଙ୍କ ବଚନ ଶୁଣି ପରୀକ୍ଷିତ କହିଲେ, ପ୍ରଭୁ, କୃଷ୍ଣ ଓ ବଳରାମ ସନ୍ଦୀପନୀ ଆଶ୍ରମରେ ଅଧ୍ୟୟନ କରିଥିଲେ ବୋଲି ଶୁଣିଛି। ସର୍ବବିଦ୍ୟା ପାରଙ୍ଗମ ସର୍ବେଶ୍ୱରଙ୍କୁ ବିଦ୍ୟାଦାନ କରିବା ଭଳି ବୁଦ୍ଧି ଅବିଦ୍ୟା ସମ୍ଭୂତ ସନ୍ଦୀପନୀ ମୁନି କ'ଣ ସେ ସ୍ତରରେ ଥିଲେ? ଏହା ମଧ୍ୟ ତାଙ୍କ ଲୀଳାର ଏକ ଅଂଶ ବିଶେଷ। କାହାକୁ କେଉଁ ଭାବରେ ସେ ତାଙ୍କର ଈଶ୍ୱରତ୍ୱ ଜ୍ଞାତ କରାଇବେ, ସେହି ଲୀଳା ନାଟକ ସୂତ୍ରଧାରୀ ହିଁ ଜାଣନ୍ତି। ସନ୍ଦୀପନୀଙ୍କୁ ଭବସାଗର ପାର କରାଇବା ଉଦ୍ଦେଶ୍ୟରେ ସେ ଯେଉଁ ନାଟକ ରଚନା କରିଥିଲେ, ସେ ବିଷୟରେ ମୋତେ କିଛି ଶୁଣେଇଲେ ମୁଁ ଶୁଣିକରି ସଦ୍ଗତି ଲାଭ କରିବି। ଶୁକଙ୍କ ମୁଖରେ ହସ ଧରୁନଥାଏ। ପ୍ରସନ୍ନ ଚିତ୍ତରେ କହିଲେ, ତୁମେ ଯାହା କହିଛ ନିରାଟ ସତ କଥା।
ସବୁକିଛି ତାଙ୍କରି ନାଟକ। କୃଷ୍ଣଙ୍କ ଲୀଳା ନାଟକ ନିମନ୍ତେ ସମଗ୍ର ଜଗତ ହେଉଛି ମଞ୍ଚ। ସେଥିରେ ପରଦା, ପାର୍ଶ୍ୱ ପରଦା ଆଦି ନାନା ମଞ୍ଚ ଉପକରଣ ଛଳରେ ସେ କାହାକୁ କିପରି ଭବସାଗର ପାର କରାଇବେ ତାର ପରିକଳ୍ପନା କରିଥାନ୍ତି। ସନ୍ଦୀପନୀ ସେପରି ସୌଭାଗ୍ୟଶାଳୀ ହୋଇଥିବାରୁ ତାଙ୍କୁ ସେ ଅବକାଶ ମିଳିଥିଲା। ସେହି ଲୀଳା ନାଟକ ସମ୍ପର୍କରେ କହୁଛି ଶୁଣ। କୃଷ୍ଣ ବଳରାମ ଦିନକୁ ଦିନ ଚନ୍ଦ୍ରକଳା ଭଳି ବର୍ଦ୍ଧିତ ହୋଇ କୋଟି ସୂର୍ଯ୍ୟ ସମ ତେଜବନ୍ତ ଦିଶୁଥିଲେ। ଉଭୟ ପୁତ୍ରଙ୍କ ଭବିଷ୍ୟତ ଭାବନାରେ ମାୟା କବଳରେ ପଡ଼ି ସେମାନଙ୍କୁ ବିଦ୍ୟାଭ୍ୟାସ କରାଇବା ଉଦ୍ଦେଶ୍ୟରେ କୁଳଗୁରୁ ଗାର୍ଗଙ୍କୁ ଡାକି ବସୁଦେବ ଶୁଭ ମୁହୂର୍ତ୍ତରେ ସେମାନଙ୍କର ଉପନୟନ ସଂସ୍କାର କରାଇଥିଲେ। ଅନେକ ଦାନ ଧର୍ମ କରି ମଥୁରା କେବଳ ନୁହେଁ ବ୍ରଜମଣ୍ଡଳ ସମେତ ସେହି ପ୍ରାନ୍ତସ୍ଥ ସମସ୍ତଙ୍କ ଆନନ୍ଦ ବିଧାନ ନିମନ୍ତେ ମହୋତ୍ସବ କରିଥିଲେ। ଗାର୍ଗଙ୍କ ପରାମର୍ଶ କ୍ରମେ ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରି ପୁତ୍ରମାନଙ୍କୁ ଉତ୍ତମ ବିଦ୍ୟା ଦାନ କରିପାରିବା ଭଳି ଜଣେ ପଣ୍ଡିତୋତ୍ତମ ଆବଶ୍ୟକତା ସଂକ୍ରାନ୍ତରେ ଆଲୋଚନା କଲାବେଳେ କୁଳଗୁରୁ ଗାର୍ଗ କିଛି ସମୟ ଚିନ୍ତା କରି କହିଲେ, ଅବନ୍ତୀପୁରବାସୀ ବହୁ ବିଖ୍ୟାତ ପଣ୍ଡିତୋତ୍ତମ ସନ୍ଦୀପନୀ ସମ୍ପ୍ରତି କାଶୀନଗରୀରେ ଗଙ୍ଗା ତୀରରେ ଅବସ୍ଥାନ କରୁଛନ୍ତି। ସେ ବଡ଼ ପବିତ୍ରାତ୍ମା। କୃଷ୍ଣ ବଳରାମଙ୍କୁ ତାଙ୍କର ଆଶ୍ରମକୁ ପଠାଇବା ଉତ୍ତମ ହେବ। ବସୁଦେବ ଦେବକୀ ବଡ଼ ଚିନ୍ତାରେ ପଡ଼ିଥିଲେ। ସେମାନଙ୍କୁ ଏତେ ଦୂର ଛାଡ଼ିବେ କିପରି, ଛାଡ଼ିକରି ରହିବେ କିପରି? ତଥାପି ଗୁରୁବିହୀନ ବିଦ୍ୟା ଅନ୍ଧବିଦ୍ୟା ମନେକରି ସେମାନେ ମନର ଦୁଃଖ ମନରେ ମାରି ସମ୍ମତ ହୋଇଥିଲେ। ଶେଷରେ ଦିନେ ବସୁଦେବ ଦୁଇ ପୁତ୍ରଙ୍କୁ ସଙ୍ଗରେ ଧରି କାଶୀନଗରରେ ପହଞ୍ଚିଲେ। ସେମାନଙ୍କୁ ସନ୍ଦୀପନୀଙ୍କ ହସ୍ତରେ ଅର୍ପଣ କରି ସେଥି ନିମନ୍ତେ ବିହିତ ବ୍ୟବସ୍ଥା ସାରି ଭାରାକ୍ରାନ୍ତ ହୃଦୟରେ ସେ ମଥୁରାକୁ ଫେରିଥିଲେ। ସେଦିନରୁ କୃଷ୍ଣ ବଳରାମ ଶିକ୍ଷାଗୁରୁଙ୍କ ପ୍ରତି ଭୟ ଭକ୍ତି ପ୍ରଦର୍ଶନ କରି ବିଦ୍ୟାଭ୍ୟାସ କରୁଥିଲେ। ଜଗତରେ ଲକ୍ଷ ଲକ୍ଷ କୋଟି କୋଟି ପିଲା ଥାଇପାରନ୍ତି, କିନ୍ତୁ ଗୁରୁଙ୍କୁ ସନ୍ତୁଷ୍ଟ କରି ଗୁରୁଦତ୍ତ ବିଦ୍ୟା ପ୍ରସାଦ ଭାବରେ ଗ୍ରହଣ କରି ନିଜକୁ ବିଷୟାର୍ଥୀ ବଦଳରେ ବିଦ୍ୟାର୍ଥୀ ବୋଲି ଅନୁଭବ କରି ଅନୁରୂପ ଆଚରଣ କରୁଥିବା ପିଲା କହିଲେ ଆମର କୃଷ୍ଣ ଓ ବଳରାମ। ଗୁରୁଙ୍କ ଉକ୍ତିର ପ୍ରତ୍ୟୁତି କରିବା, ଗୁରୁଙ୍କ ଆଜ୍ଞା ଅମାନ୍ୟ କରିବା, ଅବିଧେୟ ଆଚରଣ କରିବା କ'ଣ ସେମାନେ ଜାଣିନଥିଲେ। ସ୍ୱୟଂ ସର୍ବଶକ୍ତି ସମ୍ପନ୍ନ ବୋଲି ଜାଣିଥିଲେ, ହେଲେ ସେମାନେ ସ୍ଥାନ କାଳୋଚିତ ବ୍ୟବହାରରେ ତ୍ରୁଟି କରିନଥିଲେ। ଶ୍ରଦ୍ଧା ଭକ୍ତି ବିନମ୍ର ଚିତ୍ତରେ ଗୁରୁ ପ୍ରଦତ୍ତ ବିଦ୍ୟା ଅତି ସନ୍ତର୍ପଣରେ ଅଭ୍ୟାସ କରି ଗୁରୁଙ୍କ ପ୍ରଶ୍ନର ସମୁଚିତ ଉତ୍ତର ଦେଇ ଅନ୍ୟ କୌଣସି ଚିନ୍ତା ମନରେ ପ୍ରବେଶ କରିବାକୁ ନ ଦେଇ ବାଳକମାନେ ଅକ୍ଳେଶରେ ଜ୍ଞାନ ଅର୍ଜନ କରୁଥିବା ଦେଖି ଗୁରୁ ସନ୍ଦୀପନୀ ମନେ ମନେ ହୃଷ୍ଟ ହେଉଥିଲେ। ସୁତରାଂ ସେମାନଙ୍କୁ ଅମିତ ପ୍ରେମ ଭରେ ତର୍କ, ନ୍ୟାୟ, ବ୍ୟାକରଣ, ଅଳଙ୍କାର, ଧର୍ମଶାସ୍ତ୍ର, ଅର୍ଥଶାସ୍ତ୍ରାଦି ବିଦ୍ୟା ଶିକ୍ଷା ଦେଇ ସେମାନଙ୍କୁ ସର୍ବଶାସ୍ତ୍ର ବିଶାରଦ କରାଇବା ସଂକଳ୍ପ କରିଥିଲେ। ରାଜନ, କ'ଣ ବୋଲି କହିବି? ଶିକ୍ଷାର୍ଥୀମାନେ ମାସକରେ, ବର୍ଷକରେ, 5 ବର୍ଷରେ ଗୋଟିଏ ଗୋଟିଏ ବିଦ୍ୟା ଆୟତ୍ତ କରିଥାନ୍ତି, କିନ୍ତୁ କୃଷ୍ଣ ବଳରାମ ସନ୍ଦୀପନୀ ଆଶ୍ରମରେ 64 ଦିନ ମାତ୍ର ଅବସ୍ଥାନ କରି 64 କଳାପୂର୍ଣ୍ଣ ବିଦ୍ୟା ଆୟତ୍ତ କରିପାରିଥିଲେ। ଏହା ତାଙ୍କର ଲୀଳା ନାଟକର ଗୋଟେ ଅଙ୍କ ବ୍ୟତୀତ ଆଉ କ'ଣ ହେଇପାରେ? ଏପରି ଜ୍ଞାନ ଅର୍ଜନ କରିବା କି ସମସ୍ତଙ୍କ ପକ୍ଷରେ ସମ୍ଭବ? କୃଷ୍ଣ ବଳରାମଙ୍କ ନମ୍ରତା, ଶୀଳତା ଓ ସେବାରେ ପରିତୁଷ୍ଟ ସନ୍ଦୀପନୀ ସେମାନଙ୍କ ସଙ୍ଗେ ସମ୍ଭାଷଣ କଲାବେଳେ ଉଜାଣି ଆସୁଥିବା କୋହ ସମ୍ଭାଳି ନପାରି ନେତ୍ରରୁ ଲୁହ ଝରାଇଥାନ୍ତି। ତାର କାରଣ କ'ଣ ବୋଲି ପଚାରିବାକୁ ଇଚ୍ଛା କରି ମଧ୍ୟ କୃଷ୍ଣ ବଳରାମ ସାହସ ସଞ୍ଚୟ କରି ଗୁରୁଦେବଙ୍କୁ ପଚାରି ପାରୁନଥାନ୍ତି। ପରିଶେଷରେ ଦିନେ କୃଷ୍ଣ ଯୋଡ଼ହସ୍ତରେ ଗୁରୁଙ୍କ ସାମ୍ନାରେ ଉଭା ହୋଇ ପଚାରିଲେ, ଗୁରୁଦେବ, ଆମ ସଙ୍ଗେ ସମ୍ଭାଷଣ କଲାବେଳେ ମଝିରେ ମଝିରେ ଆପଣଙ୍କ ନେତ୍ରରୁ ଲୁହ ଝରିବା ଦେଖିବାକୁ ପାଇଛୁ। ତାର କାରଣ କ'ଣ? ଆପଣ ଯଦି ମନେ କରନ୍ତି ଯେ ଆମକୁ କହିବାରେ ଆପତ୍ତି ନାହିଁ, ଦୟାପୂର୍ବକ କହନ୍ତୁ। କୃଷ୍ଣଙ୍କ କଥାରେ ସନ୍ଦୀପନୀଙ୍କ ଅନ୍ତର ଭିତରେ ଯେପରି ସବୁକିଛି ଓଲଟପାଲଟ ହୋଇଗଲା। କୃଷ୍ଣଙ୍କୁ କୁଣ୍ଢେଇ ଧରି ସେ ଭୋ ଭୋ କାନ୍ଦି ଉଠିଲେ। ସବୁ ଜାଣୁଥିଲେ ମଧ୍ୟ
କିଛି ନ ଜାଣିଲା ପରି ଅଭିନୟ କରି କୃଷ୍ଣ କହିଲେ, ଗୁରୁଦେବ, ଆପଣଙ୍କ ଦୁଃଖର କାରଣ କ'ଣ କହନ୍ତୁ। ତାହା ଦୂର କରିବା ପାଇଁ ଆମର ସମସ୍ତ ଶକ୍ତି ଆମେ ପ୍ରୟୋଗ କରିବୁ। ଗୁରୁଙ୍କ ସନ୍ତୋଷ ବିଧାନ ଠାରୁ ବଳି ଅଧିକତର ପବିତ୍ର କର୍ମ ଆମ ପାଇଁ କିଛି ନାହିଁ। ମନରେ କୌଣସି ସଂଶୟ ନ ରଖି ଆମକୁ ଦୁର୍ବଳ ବାଳକ ମନେ ନ କରି କହନ୍ତୁ। କୃଷ୍ଣଙ୍କ ବଚନରେ ସନ୍ତୁଷ୍ଟ ସନ୍ଦୀପନୀ ବାଳକ ଦ୍ୱୟଙ୍କୁ ପାଖକୁ ଆଣି କହିଲେ, ବତ୍ସ, ତୁମ ଭଳି ଶିଷ୍ୟ ପାଇବା ମୋର ସୌଭାଗ୍ୟ। ମୋର କାର୍ଯ୍ୟ ନିର୍ବାହ କରିପାରିଲେ ମୋତେ ଯେତେ ଆନନ୍ଦ ମିଳନ୍ତା, ତତୋଧିକ ଆନନ୍ଦ ପାଇଛି ତୁମର ମଧୁର ବଚନରେ। ତୁମେ ଦୁହେଁ ସାଧାରଣ ବାଳକ ନୁହଁ ବୋଲି ମୋର ଅନ୍ତରାତ୍ମା ମୋତେ କହୁଛି। ସେଥିହେତୁରୁ ତୁମେ ମୋର ଦୁଃଖର ହେତୁ ଦୂର କରିପାରିବ ବୋଲି ମୋର ବିଶ୍ୱାସ ମୋତେ ବାଧ୍ୟ କରୁଥିବାରୁ କହିବାକୁ ଇଚ୍ଛା ଥିଲେ ବି ଦୋ ଦୋ ପାଞ୍ଚ ହେଉଛି। ମୋର ଭାଗ୍ୟରେ କ'ଣ ଅଛି କେଜାଣି। ନୀରବ ଅଶ୍ରୁରେ ସନ୍ଦୀପନୀଙ୍କ ଗଣ୍ଡଦେଶ ପ୍ଳାବିତ ହେଉଥିବାର ଦେଖି ବଳରାମ ତାଙ୍କର ପାଦ ତଳେ ପଡ଼ି କହିଲେ, ପ୍ରଭୁ, ଆମେ ଆପଣଙ୍କର ପୁତ୍ରପମ। ଆପଣ ଆମ ପାଖରେ କୌଣସି କଥା ଗୋପନ କରିବା ଅନାବଶ୍ୟକ। ଆମେ ଆମର ପ୍ରାଣ ଉତ୍ସର୍ଗ କରି ଆପଣଙ୍କ କାର୍ଯ୍ୟ ଅବଶ୍ୟ ସାଧନ କରିବୁ, କହନ୍ତୁ। ପିଲାଙ୍କ ଦୃଢ଼ ବଚନରେ ସନ୍ଦୀପନୀ ଏକ ପ୍ରକାର ଲଜ୍ଜିତ ମନେ କରୁଥିଲେ। ସେ ତାଙ୍କର ମନୋବେଦନା ପ୍ରକାଶ କରିବାକୁ ଯାଇ କହିଲେ, ବତ୍ସ, ବହୁ ବ୍ରତ ଉପବାସ ପରେ ଗୋଟିଏ ପୁତ୍ର ସନ୍ତାନ ଲାଭ ହୋଇଥିଲା। ତାକୁ ପ୍ରାଣ ସମାନ ମଣି ବଡ଼ ଯତ୍ନରେ ପାଳନ କରୁଥିଲି। ଦିନେ ପ୍ରଭାସ ତୀର୍ଥରେ ସମୁଦ୍ର ସ୍ନାନ ନିମନ୍ତେ ଯାଇ ସେ ବୁଡ଼ିଗଲା। ତୁମମାନଙ୍କୁ ଦେଖିଲା ବେଳେ ତୁମମାନଙ୍କର ଆଚରଣ ଫଳରେ ମୋର ମାନସ ନେତ୍ରରେ ସେହି ପୁତ୍ର ମୁଖ ଫୁଟି ଉଠୁଛି। ତୁମମାନଙ୍କୁ ଦେଖିଲେ ଆନନ୍ଦରେ ମୋର ପ୍ରାଣ ପୂରି ଯାଉଛି। ଯାହା ସବୁ ବିଦ୍ୟା ତୁମର ଶିକ୍ଷା କରିବା କଥା ତାହା ପ୍ରାୟ ଶେଷ ହେବାକୁ ଆସିଲାଣି। ଅଳ୍ପ ଦିନରେ ତୁମେ ଦୁହେଁ ବି ମୋତେ ଛାଡ଼ିକରି ଚାଲିଯିବ। ସେତେବେଳେ କାହା ମୁଖ ଦେଖି ମୁଁ ଆଉ ଆନନ୍ଦିତ ହେବି? ବୃଦ୍ଧ ସନ୍ଦୀପନୀ ବାଳକ ଭଳି ଉଚ୍ଚ ସ୍ୱରରେ ରୋଦନ କରୁଥିଲେ। ସଙ୍ଗେ ସଙ୍ଗେ ମଧୁରମୂର୍ତ୍ତି କୃଷ୍ଣ ଉଗ୍ରମୂର୍ତ୍ତି ଧାରଣ କଲେ। ଗୁରୁଦେବଙ୍କୁ ବିଶ୍ୱାସ ଦେଇ କହିଲେ, ଗୁରୁଦେବ, ଆପଣ ଆମେ ଦୁଇ ଭାଇଙ୍କୁ ପୁତ୍ର ସମାନ ଜ୍ଞାନ କରି ଅକୃପଣ ଭାବରେ ସମସ୍ତ ବିଦ୍ୟା ଶିକ୍ଷା ଦେଇଛନ୍ତି। ସେଥିଲାଗି ଆପଣଙ୍କ ପାଦପଦ୍ମରେ କୃତଜ୍ଞତା ଜ୍ଞାପନ କରିବା ଆମର ଧର୍ମ। ଆପଣ ତିଳେ ମାତ୍ର ଭାବିତ ହୁଅନ୍ତୁ ନାହିଁ। ଆମେ ଏଇ ମୁହୂର୍ତ୍ତରେ ଯାଇ ସାଗର ସଙ୍ଗେ ଲଢ଼େଇ କରି ଆପଣଙ୍କ ପୁତ୍ର ରତ୍ନଙ୍କୁ ଆପଣଙ୍କ କୋଳରେ ଅର୍ପଣ କରିବୁ। ତାହା ଆମର ଗୁରୁଦକ୍ଷିଣା ଭାବରେ ଆପଣ ଗ୍ରହଣ କଲେ ଆମର ଶିଷ୍ୟତ୍ୱ ସାର୍ଥକ ହେବ। ଆପଣ ଆଶୀର୍ବାଦ କରି ଆମକୁ ଯିବା ଲାଗି ଅନୁମତି ଦିଅନ୍ତୁ। ଦୁଇ ଭାଇ ଗୁରୁଙ୍କ ପାଦପଦ୍ମରେ ନମସ୍କାର କରି ଗୋଟାଏ ପାର୍ଶ୍ୱରେ ଠିଆ ହେଲେ। ସେହି ଦୁଇ ବାଳକ ଅସାଧାରଣ ଏବଂ ତାଙ୍କର ଉଦ୍ଯୋଗରେ ଅବଶ୍ୟ ଜୟଯୁକ୍ତ ହେବେ ବୋଲି ଦୃଢ଼ ବିଶ୍ୱାସ ରଖି ସନ୍ଦୀପନୀ କୃଷ୍ଣ ଓ ବଳରାମଙ୍କୁ ପ୍ରାଣଭରି ଆଶୀର୍ବାଦ କରି ଯିବା ଲାଗି ଅନୁମତି ପ୍ରଦାନ କଲେ। ମହାରାଜ, ଗୁରୁ ଆଜ୍ଞା ବହନ କରି କୃଷ୍ଣ ଓ ବଳରାମ ତତ୍କ୍ଷଣାତ୍ ପ୍ରଭାସ ତୀର୍ଥ ଅଭିମୁଖେ ଯାତ୍ରା କରିଥିଲେ। ସାଗର ସୈକତରେ ଉଭା ହୋଇ ଗମ୍ଭୀର ସ୍ୱରରେ କୃଷ୍ଣ କହିଲେ, ମହୋଦଧି, ଆମର ପୂଜ୍ୟ ଗୁରୁଦେବ ସନ୍ଦୀପନୀ ମୁନିଙ୍କ ପୁତ୍ରକୁ ଆମକୁ ଏହି ମୁହୂର୍ତ୍ତରେ ଫେରାଇ ଦେବ ନା ତାର ପ୍ରତିଫଳ ଭୋଗ କରିବ? କୃଷ୍ଣଙ୍କ ବଚନ ଶ୍ରବଣ କରି ରତ୍ନାକର ଭୟରେ କମ୍ପି ଉଠିଥିଲା। କୃଷ୍ଣ ବଳରାମଙ୍କ ପାଦ ଧୌତ କରି କହିଲା, ପ୍ରଭୁ, ମୋର ଦୋଷ ଧରିବେ ନାହିଁ ବୋଲି ସାହସ କରି କହୁଛି। ଏହା ମୋର ଦୋଷ ନୁହେଁ। କାଳବଶତଃ ସ୍ନାନରତ ବାଳକର ଗୋଡ଼ ଖସିଯିବାରୁ ଅନ୍ତ ପ୍ରବାହରେ ମୋର ଗର୍ଭକୁ ଟାଣି ହୋଇ ଆସିଲା। ମୋର ଆୟତନ ଭିତରେ ଏକ ସୁଗଭୀର ଗର୍ତ୍ତରେ ପଞ୍ଚଜନ ନାମକ ଏକ ଦୈତ୍ୟ ବହୁ କାଳରୁ ବାସ କରୁଛି। ବାଳକ ତାର ସମୀପସ୍ଥ ହେବା ସଙ୍ଗେ ସଙ୍ଗେ ସେ ତାକୁ ଉଦରସ୍ଥ କଲା। ଯାହା ଘଟିଛି ମୁଁ ଆପଣଙ୍କୁ ଜଣାଇଲି। ଏଣିକି ଆପଣଙ୍କର ଇଚ୍ଛା। गिरिधर गोपाला हे गिरिधर गोपाला हे गिरिधर गोपाला हे गिरिधर गोपाला
हे गिरिधर गोपाला हे गिरिधर गोपाला माधव मुरहर मधुर मनोहर गिरिधर गोपाला गिरिधर गोपाला माधव मुरहर मधुर मनोहर गिरिधर गोपाला मुरहर मधुर मनोहर हे गिरिधर गोपाला 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 माधव मुरहर मधुर मनोहर गिरिधर गोपाला